କିଏ କହୁଛ? ଆରେ 10 ଟଙ୍କା ଫେରଉନ କିଏ କହୁଛ କଣ କୋଉ କରୁଛ? 10 ଟଙ୍କା 10 ଟଙ୍କା ପଇସା ନେଇନି ଆରେ ମୁଁ କହୁଛ? ବା କହିଲି ଦେଇଛି ତମକୁ। କୋଉ ଦିନ ଦେଇଥିଲ? କୋଉ ଡେଟ ରେ ଦେଇଥିଲ? କଣ ପାଇଁ ଦେଇଥିଲ? କୋଉ ବାରେ ଦେଇଥିଲ? ହଁ 10 ଟଙ୍କା ଦେଇଦିଅ ମୁଁ କଲ୍ କରିବି। 10 ଟଙ୍କା ତ ନାହିଁ ମୋ ପାଖରେ। ତମେ ହେଲେ ହଁ ମୁଁ 10 ଟଙ୍କା ନେଇଥିଲି ଯେ ହଁ ମୋ ପାଖରେ ନାହିଁ। ନାଇଁ କଣ ତମ ବାପାଙ୍କୁ ମାଗିକି ଦିଅ। ମୋ ବାପାଙ୍କ ପାଖରେ ବି ନାହିଁ। ଆରେ ଦରକାର ମୋର। ତମର ଦରକାର ହଉ ମୋର କଣ ଯାଉଛି? ମଦ ଅଛି ଚାଖଣା ନାଇଁ 10 ଟଙ୍କା ଦିଅ। ଦିନ 10 ଟଙ୍କା ନେଇଥିଲି ତମ ଠାରୁ ସ୍କୁଲରେ ପଢିଲା ବେଳେ ମୋର କାହିଁ ମନେ ପଡୁନି ତ। ମୁଁ ତ କାହା ଠାରୁ ତ ପଇସା ନେଇନି ଆଉ ତମ ଠାରୁ କୋଉ ଦିନ ମୁଁ 10 ଟଙ୍କା ନେଇଗଲି ମୁଁ ଜାଣିପାରିଲିନି। ମୁଁ ସ୍କୁଲରେ ପଢିଲା ବେଳେ ତମେ ମତେ 10 ଟଙ୍କା ମାଇଲନି, କହିଲ ଖାଇବାକୁ ବହୁତ ଇଚ୍ଛା ଭୋକ ଲାଗୁଛି ଆଉ 10 ଟଙ୍କା ଦିଅ ମୁଁ ଯୋଉ ଦହିବରା ଖାଇବି ବୋଲି। ମୁଁ ଗୁପଚୁପ ଖାଏନି କି ଦହିବରା ଖାଏନି କି ମୁଁ ସ୍କୁଲ ଗଲା ବେଳେ ମୁଁ କାହାକୁ ଆମେ ବି କେବେ ଶୁଣ ପଇସା ଶୁଣ ମାଗିନି। ଆମେ କିଛି ଜାଣିନୁ ତମେ ପଇସା ଫେରାଅ। ମୁଁ କଣ ପାଇଁ ପଇସା ଫେରେଇବି? କଣ ପାଇଁ ପଇସା ଫେରେଇବନି? ଆଉ ଏବେ ପଇସା ଫେରାଅ। ତମ ଇଚ୍ଛାରେ ନା କଣ? ମୋ ଇଚ୍ଛାରେ ତମେ କାହିଁ ଖାଉଥିଲ?